ओके स्टूडेंट गुड इवनिंग। वेलकम टू आदित्य एकेडमी। बहुत सारा पिलांकर मेसेज आसुला जे सर जून मास 16 तारिख दिन तुम मानकर ओएस एग्जाम प्रिलिम हो। मैं भी कहूँ यस तुम मानकर जून 16 रे तुम मानकर ओएस रो प्रिलिम एग्जाम हो। किंतु ता पूर्व तुम सहित मु किसी पॉइंट ऊपर डिस्कशन करने को चाहूँ। ओके गोटे मिनिट वेट करो। ओके तो तुमको ऊपर प्रथम मु आगे किसी पॉइंट ऊपर डिस्कशन करी तापर आम फाइनल पॉइंट को पहुंचवा जे एग्जाम जून 16 हो कि नहीं। फास्ट पॉइंट ଯେତେବେଳେ କୌଣସି ଏକ୍ସାମ ପର୍ଟିକୁଲାର ଡେଟ୍ ଆସେ ବା ଆଡମିଟ କାର୍ଡ ବିଷୟରେ ନୋଟିସ୍ କିଛି ବି ଆସେ ପ୍ରଥମେ 1 ମନ୍ଥ ପୂର୍ବରୁ ନୋଟିସ୍ ଆସେ ଯେ ତୁମର ଏଇ ଡେଟ୍ରେ ଏକ୍ସାମ ହେବ। ଦ୍ୟାଟ୍ସ ଦ ନମ୍ବର ୱାନ୍। ନମ୍ବର ଟୁ ପଏଣ୍ଟ ହଉଛି ପ୍ରତ୍ୟେକ ପୋଷ୍ଟର ଗୋଟେ ରିଜେକ୍ଟ ଲିଷ୍ଟ ଆସିଥାଏ ଯୋଉଟା କି 2023-24 ଓପିଏସସି ଓଏସ୍ ର ଏ ପର୍ଯ୍ୟନ୍ତ ରିଜେକ୍ଟ ଲିଷ୍ଟ ଆସିନାହିଁ। ତା ଅର୍ଥ ରିଜେକ୍ଟ ଲିଷ୍ଟ ଆସିନି। ତୁମମାନଙ୍କର ଆଜି କି ଯଦି ଜୁନ 16 କୁ ଆମେ ଧରୁଛେ ଆଉ 25 ଦିନ ପାଖାପାଖି ଏକ୍ସାମ ଅଛି ତାହେଲେ ମତେ କହିଲେ ଏଟା ସମ୍ଭବ କି? ଆଚ୍ଛା କିଛି ୱେବସାଇଟ କୁ ଆମେ ଯିବା। ସପୋଜ ତୁମମାନଙ୍କର ସବୁଠାରୁ ଫେଭରାଇଟ ଧର ଆଡ୍ଡା କୁ ଯିବା। ଆଡ୍ଡାରେ ଲେଖା ହେଇଛି ବି ପ୍ରିଲିମ ଏକ୍ସାମ ହବ ଜୁନ 16। ସପୋଜ ମୁଁ ତୁମକୁ ପିଡବ୍ଲ୍ୟୁ ର ଓକେ ପିଡବ୍ଲ୍ୟୁ ର ସାଇଟ୍ କୁ ମଧ୍ୟ ଯାଉଛି। ପିଡବ୍ଲ୍ୟୁ ସାଇଟ୍ ରେ ମଧ୍ୟ ଲେଖା ହେଇଛି ତୁମମାନଙ୍କର କେତେ ନା ଦେଖ ପ୍ରିଲିମ ଏକ୍ସାମ ଜୁନ 16। ମୁଁ ଏତେ ବି ମାନେ ମୁଁ ବୁଝିପାରୁନି ଆକ୍ଚୁଆଲି ଜଣେ ଏତେ ପପୁଲାର ମାନେ ଏଜୁକେଶନାଲ ଇନଷ୍ଟିଚ୍ୟୁଟ ହେଇକି ମଧ୍ୟ ଏସବୁ ଜିନିଷ କାହିଁକି ଭୁଲ କରୁଛନ୍ତି ଯାହାଦ୍ୱାରା ପିଲାମାନେ ସଫର କରୁଛନ୍ତି। ଦେଖ ମୁଁ ତୁମମାନଙ୍କୁ ଓପିଏସସି ଓଏସ୍ ର ସାଇଟ୍ କୁ ଯିବ ଲେଖା ହେଇଛି ରିକ୍ରୁଟମେଣ୍ଟ କ୍ୟାଲେଣ୍ଡର। ତୁମେ ସାଇଟ୍ କୁ ଡାହାଣ ପଟକୁ ଲକ୍ଷ୍ୟ କରିବ ଏଇ ଯୋଉ ଦେଖ ଲେଖା ହେଇଥିବ ରିକ୍ରୁଟମେଣ୍ଟ କ୍ୟାଲେଣ୍ଡର। ଏ ଯୋଉ ରିକ୍ରୁଟମେଣ୍ଟ କ୍ୟାଲେଣ୍ଡର ଅଛି ଆକୁ ମାରିବ 33 ନମ୍ବର କୁ ଆସିବ। 33 ନମ୍ବର ପଏଣ୍ଟରେ ଲେଖା ହେଇଛି ତୁମର ଯୋଉ 399 ପୋଷ୍ଟ ବାହାରିଥିଲା ଯାହାର ପ୍ରିଲିମ ଏକ୍ସାମ ଅକ୍ଟୋବର 2024 ରେ ହବ ଆଉ ଯାହାର ମେନ୍ ଏକ୍ସାମ ତୁମ ମାନଙ୍କର ମାର୍ଚ୍ଚ ମାସ 2025 ରେ ହବ ଆଉ ଯାହାର ରେଜଲ୍ଟ ଆଉ ତୁମର ଇଣ୍ଟରଭ୍ୟୁ ନଭେମ୍ବର ଭିତରେ ସମ୍ପୂର୍ଣ୍ଣ କମ୍ପ୍ଲିଟ ହବ। ତାହେଲେ ଏତିକି ତମେ ସିଓର ହେଇଯାଅ ତୁମମାନଙ୍କର ଜୁନ 15 ଏକ୍ସାମ ହବାର ଚାନ୍ସ ଗୋଟିଏ 0.00 ଅଫ ପରସେଣ୍ଟେଜ ବି ନାହିଁ। ଏତିକି ମୁଁ ତୁମମାନଙ୍କୁ ଗ୍ୟାରେଣ୍ଟି ଦେବି। ଆଉ କିଛି ପିଲାଙ୍କର ମାନେ ପର୍ସନାଲ ମତେ କଲ୍ ଆସୁଥିଲା ଯେ ସାର୍ ଏତିକି ଯୋଉ ସମୟ ଅଛି ଏ ସମୟ ଭିତରେ ଆମେ ପ୍ରିପାରେସନ କରିପାରିବା କି ନାହିଁ। ଦେଖ ପ୍ରଥମ କଥା ଜୁନ ମାସରେ ଏକ୍ସାମ ହବ ନାହିଁ। ଅକ୍ଟୋବର ମାସରେ ଏକ୍ସାମ ହବ ତ ମେ ମାସ ଆସି ଅଲମୋଷ୍ଟ ସରିବାକୁ ବସିଲେ। ଜୁନ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ମାନେ ଅକ୍ଟୋବର ଯଦି ଆମେ କାଉଣ୍ଟ ନ କରୁଛେ ତୁମ ହାତରେ 4 ମନ୍ଥ ଅଛି। 4 ମନ୍ଥ ଇଣ୍ଟୁ 30 120 ଦିନ ସମୟ। ଯଦି ଆମେ 100 ଡେ ଟାର୍ଗେଟ ନଉଛେ 100 ଡେ ଟାର୍ଗେଟ ନଉଛେ फिर भी ତୁମେ ତମ ଗୋଲ କୁ ପହଞ୍ଚିବ। 100 ଡେ ତୁମେ କଣ ପଢିବ? ପଲିଟି, ଇକୋନୋମିକ୍ସ, ଜିଓଗ୍ରାଫି, ହିଷ୍ଟ୍ରି ତା ସହିତ କରେଣ୍ଟ ଆଫେୟାର। ଯଦି ଗୋଟେ ପିଲା କେବଳ ପଲିଟି, ଇକୋନୋମି, ଜିଓଗ୍ରାଫି ସହିତ କରେଣ୍ଟ ଆଫେୟାର ବି ପଢି ଦଉଛି ସେ ବି କ୍ଲିୟର ହେଇଯିବ। କାହିଁକି ନା ତୁମେ ଦେଖିଥିବ ପିଲେ ସବୁବେଳେ କଟ ଅଫ୍ 35 ଭିତରେ ରହୁଛି। 35 ଏବଂ ଯାଉ ନାହିଁ। ତା ଅର୍ଥ ତୁମକୁ 35ଟା କ୍ୱେଶ୍ଚିନ୍ ଠିକ କରିବାର ଅଛି। ତୁମକୁ 100ରୁ 100 ଦରକାର ନାହିଁ। ତ ତୁମେ ଓରିଡ୍ ହୁଅନି। ପ୍ରଥମେ ତୁମେ ମାଇଣ୍ଡକୁ ସ୍ଥିର କର। ମାଇଣ୍ଡକୁ ସ୍ଥିର କରିକରି ଆଗ ଥିଓରି ସାର। ଯୋଉ ଦିନ ତମର ଥିଓରି ସରିଯିବ ତାପରେ ଏମସିକ୍ୟୁ ବୁଝିବ। ତାହେଲେ ଯାଇକି ତୁମେ ଆଣିବ ତୁମେ ଆଗରେ ଚାଲିଛ। ଆଉ ଗୋଟେ ମୁଁ କହିବି ଆମର ଯୋଉଟା ବ୍ୟାଚ୍ ଚାଲିଛି ପର୍ଟିକୁଲାର ଯୋଉ ଓଏସ୍ ଆଣ୍ଡ ଓମାସ ର ବ୍ୟାଚ୍ ଯୋଉଟା କି 3999 ଅଛି ମୁଁ କହିବି ଏ ବ୍ୟାଚ୍ ତୁମମାନଙ୍କ ପାଇଁ ପରଫେକ୍ଟ ରହିବ। କାହିଁକି ପର ଡେ ତୁମେ 2 to 3 ଟାଇମ କ୍ଲାସ ପାଇଲ ଯାହା ଦ୍ୱାରା ତୁମେ କଣ ହେଲା ଥିଓରି କ୍ଲିୟର ହେଲା। ଏଇଠି ମଧ୍ୟ ସବଜେକ୍ଟ ୱାଇଜ ଏମସିକ୍ୟୁ ତୁମକୁ ଦିଆଗଲା ତା ସହିତ ତମକୁ ମଧ୍ୟ ଫୁଲ ଲେନ୍ଥ ଟେଷ୍ଟ ବି ପାଇଲ। ତା ଅର୍ଥ ବହୁତ ଓଡିଆ ଆଉ ଇଂଲିଶରେ ତା ଅର୍ଥ ଗୋଟେ ପିଲା ପ୍ରପର ଟ୍ରାକରେ ଗଲା। ସେ ଆଉ କୁଆଡକୁ ହଲଚଲ ହବାର ନାହିଁ। ପ୍ରପର ୱେରେ ଯିବ ଠିକ ସମୟରେ ଠିକ ଜାଗାରେ ପହଞ୍ଚିକି ପ୍ରିଲିମ କ୍ଲିୟର କରିବ। ସପୋଜ ଗୋଟେ ପିଲାର ଥିଓରି କ୍ଲିୟର ଅଛି ତ ସିଏ କଣ କରିବ ତ ତାକୁ ବର୍ତ୍ତମାନ ପ୍ରାକ୍ଟିସ ସେଟ ଦେବାର ଅଛି। 499 ବାଲା ଗୋଟେ ପୋଷ୍ଟ ମାନେ ବ୍ୟାଚ୍ ଅଛି ସେଥିରେ ସେ ଜଏନ କରି ଖାଲି ପ୍ରାକ୍ଟିସ ଦେଇପାରିବ। ବର୍ତ୍ତମାନ ବି ସବଜେକ୍ଟ ୱାଇଜ ଚାଲିଛି ଇକୋନୋମି ଆଉ ପଲିଟି ଚାଲିଛି। ସପୋଜ ଗୋଟେ ପିଲା 25-26 ରେ ଏକ୍ସାମ ଦବ ତ ତାପରେ ନୂଆ ବ୍ୟାଚ୍ ଆରମ୍ଭ ହେଇଛି ଯୋଉଟା କି ବହୁତ କମ ଦିନରେ ଷ୍ଟାର୍ଟ ହେଇଛି ତ ସେଥିରେ ସେ ଜଏନ କରିପାରିବ। ଆଉ ଗୋଟେ କଥା ତୁମମାନଙ୍କୁ କହିଥିଲେ ସବୁବେଳେ ଡିସିସନ ତରତରରେ କେବେ ନବ।
बहुत सारा पिला मेसेज मते कले बहुत खराब करी कहले पूर्व वीडियो जून 16 में हुए एग्जाम। तो ओरिजिनल साइट को जाओ, केबे का साइट को जाइकरी सितरे कोन लिखा है कोई तापर बिलीव करो ओरिजिनल साइट को जाइकरी। ओके, तापर आउरी कथा कोच एनी डाउट थिले मते कॉल करि परिबो 9937953590 रे, दैट्स द नंबर वन पॉइंट। आ आदित्य एकेडमी एप्लीकेशन गूगल प्ले स्टोर को जाइकि डाउनलोड करो, बाकी इनफॉरमेशन सेठी पाई परिबो। और जदि बैच जॉइन करिवो मते मेसेज कले मु तुमको व्हाट्सएप ग्रुप रे ऐड करबी। आउट जिनिस मन को जो न्यूली जॉइन हो कहीं मते इन्फॉर्म करो, कहीं ना तुमको ट्रिक बतई दूची एमती पढ़ आगो, ताहा द्वारा ही तुम आगू जाई परिबो। हमें अन्यथा नहीं पढ़ी देले किसी बेनिफिट नहीं। ओके, थैंक यू स्टूडेंट, हैव ए नाइस डे। जदि किसी भी प्रॉब्लम हो, किसी भी डाउट अच्छी डायरेक्ट मते कॉल करो, सॉल्यूशन मु तुमको देबी। ओके, थैंक यू।